କାର୍ଯ୍ୟନିର୍ବାହ କଲୁ, ରାସ୍ତା କାମ କଲୁ, ବିଲ୍ଡିଂ କାମ କଲୁ, କେନାଲ ଖୋଳିଲୁ, ପାଇପ୍ ଜଳ ଯୋଗାଣ ପାଇପ୍ ଯୋଗାଲୁ, ଇଲେକ୍ଟ୍ରିକ୍ କାମ କଲୁ। ସବୁ କାମ କରିଲା ପରେ ବି ସରକାର ଆମକୁ ଏତେ ସାହାଯ୍ୟ କରି ସରକାରଙ୍କୁ ଆମେ ସାହାଯ୍ୟ କଲୁ ଖୁବ୍ କମ୍ ଦରମାରେ। ଦିନକୁ 7 ଟଙ୍କା, ପ୍ରଥମରେ 7 ଟଙ୍କା ମଜୁରିରେ ଆମେ କାମ କରିଛୁ। କିନ୍ତୁ ସରକାର ଆମଠୁ ବହୁତ ଉପକାର ପାଇଲେ ବି ଆମକୁ ଏପର୍ଯ୍ୟନ୍ତ ପେନସନ୍ ଦେଲେନି। ଆମେ ଖାଲି ହାତରେ ଯାଉଛୁ। ଯେହେତୁ ଆମେ ଚାକିରି ସରକାର ଯଦି 5 ବର୍ଷ ଚାକିରି କରିକି 5 ବର୍ଷ ସରକାର ଆସିକି ସେ 5ଟା ପେନସନ୍ ନେଇଯାଇପାରୁଛନ୍ତି, 5 ଥର ଯଦି MP MLA ହେଉଛନ୍ତି ସେ 5ଟା ପେନସନ୍ ନେଇପାରୁଛନ୍ତି, ଆମକୁ ଗୋଟା ପନ୍ଥରୁ କାହିଁ ବଞ୍ଚିତ କରିବେ? କେଉଁ ସମୟ ରାସ୍ତାଘାଟ କାମ କରିଛୁ, ସବୁବେଳେ ରାସ୍ତା କାମ କରିଛୁ, ବିଲ୍ଡିଂ କାମ, ସରକାରଙ୍କର ଯେତେ କୋଠାବାଡ଼ି ଅଛି ତାକୁ କରିଛୁ, ସରକାରଙ୍କର କେନାଲ ଖୋଳିଛୁ, ସରକାରଙ୍କର ପାଇପ୍ ଜଳ ଯୋଗାଣ ପାଇପ୍ ଯୋଗେଇଛୁ, ଇଲେକ୍ଟ୍ରିକ୍ କାମ କରିଛୁ। ସବୁ କାମ ଆମେ ସବୁ ସରକାରଙ୍କର ସବୁ କାମ କରିକି ନା କଣ୍ଟ୍ରାକ୍ଟର କେଉଁଠି ଭୁଲ କରିଦେଇପାରନ୍ତି। ସରକାର ତ କେଉଁଠି ଭୁଲ କରିବାକୁ କହିନାହାନ୍ତି, କିନ୍ତୁ କଣ୍ଟ୍ରାକ୍ଟର କେତେବେଳେ କେଉଁ ଜାଗାରେ ଭୁଲ ହେଇଯାଇଥାଇପାରେ। ସେଇଟା ଯେତେବେଳେ ଯେଉଁ ଟେକ୍ନିକାଲରେ କେଉଁଠି ଯଦି ଭୁଲ ହେଇଗଲା ତାହେଲେ ରାସ୍ତାଟା ଖରାପ ହେଇଯାଏ। ଆମେ ଆନ୍ଦୋଳନ ବସିଛୁ ଆମର ପେନସନ୍। ଆମେ ଦୀର୍ଘ 40 ବର୍ଷ ଚାକିରି କରି 5 କୋଟି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟରେ ଚାକିରି କରି ବିଦା ହେଲା ବେଳକୁ ଆମକୁ ପେନସନ୍ ଦିଆଯାଉ ନାହିଁ। ତାର କାରଣ ହେଲା ଯେ ଭାରତ ସରକାର 2004ରୁ ପେନସନ୍ ବନ୍ଦ କରିଦେଲେ। ଓଡ଼ିଶା ସରକାର 2005ରୁ ପୁରୁଣା ପେନସନ୍ ବନ୍ଦ କରିଦେଲେ। କିନ୍ତୁ ଆମେ ଦୀର୍ଘ 40 ବର୍ଷ 82, 83, 84, 85 ମସିହା ଚାକିରିରେ ଯୋଗଦାନ କରି ଆମମାନେ କାର୍ଯ୍ୟନିର୍ବାହ କଲୁ, ରାସ୍ତା କାମ କଲୁ, ବିଲ୍ଡିଂ କାମ କଲୁ, କେନାଲ ଖୋଳିଲୁ, ପାଇପ୍ ଜଳ ଯୋଗାଣ ପାଇପ୍ ଯୋଗାଲୁ, ଇଲେକ୍ଟ୍ରିକ୍ କାମ କଲୁ। ସବୁ କାମ କରିଲା ପରେ ବି ସରକାର ଆମକୁ ଏତେ ସାହାଯ୍ୟ କରି ସରକାରଙ୍କୁ ଆମେ ସାହାଯ୍ୟ କଲୁ ଖୁବ୍ କମ୍ ଦରମାରେ। ଦିନକୁ 7 ଟଙ୍କା, ପ୍ରଥମରେ 7 ଟଙ୍କା ମଜୁରିରେ ଆମେ କାମ କରିଛୁ। କିନ୍ତୁ ସରକାର ଆମଠୁ ବହୁତ ଉପକାର ପାଇଲେ ବି ଆମକୁ ଏପର୍ଯ୍ୟନ୍ତ ପେନସନ୍ ଦେଲେନି। ଆମେ ଖାଲି ହାତରେ ଯାଉଛୁ। ଏ ଯେଉଁ ସରକାର, ଆଜିର ସରକାର, ଏ ସରକାର ସମସ୍ତଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିଛନ୍ତି, ଯେଉଁକି ଯାହାକି ଗାଁରେ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି, ସବୁ ଜିନିଷ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆମେ ସେଥିରୁ ବଞ୍ଚିତ ହେଲୁ। ରାସନ କାର୍ଡ଼ ଗୋଟେ ପାଇବା କଥା, ରାସନ କାର୍ଡ଼ ତା ଦେହରୁ ବଞ୍ଚିତ ହେଲୁ। ଆଉ ଯେଉଁ ସରକାରଙ୍କ ଯୋଜନା ଅଛି ଯେ ଯେହେତୁ ଆମେ ଚାକିରି କରିଛୁ ସରକାରୀ ଚାକିରିଆ, ଏସବୁ ବଞ୍ଚିତ ହେଲୁ। କିନ୍ତୁ ଆମକୁ ପେନସନ୍ ଦିଆଗଲା ନାହିଁ। ଅନ୍ୟମାନଙ୍କୁ ସବୁ ପେନସନ୍ ଦିଆଯାଉଛି। এইসব কামে আজ 21 দিন হল আমি ধারণার বসিছু। মুখ্যমন্ত্রী এতপ্রতি কর্ণপাত করুনাহান্তি। আপনার মাধ্যমে মুখ্যমন্ত্রী কি জনাওছু আম বিষয় টিকে ସବୁଦିନ ଭାବେ ବିଚାର କରି ଆମକୁ କେମିତି ପେନସନ୍ ଦିଅନ୍ତୁ। ଏ ବୁଢ଼ା ପରିଣତ ବୟସରେ ଆମେ ବଞ୍ଚିବାଟା ବହୁତ କଷ୍ଟକର ହେଇଯାଉଛି। ଯେହେତୁ ଆମେ ଚାକିରି ସରକାର ଯଦି 5 ବର୍ଷ ଚାକିରି କରିକି 5 ବର୍ଷ ସରକାର ଆସିକି ସେ 5ଟା ପେନସନ୍ ନେଇଯାଇପାରୁଛନ୍ତି, 5 ଥର ଯଦି MP MLA ହେଉଛନ୍ତି ସେ 5ଟା ପେନସନ୍ ନେଇପାରୁଛନ୍ତି, ଆମକୁ ଗୋଟା ପନ୍ଥରୁ କାହିଁ ବଞ୍ଚିତ କରିବେ? ଏସବୁ କାରଣରୁ ଆମେ ଏଠି ରାଜରାସ୍ତାରେ ଧାରଣାରେ ବସିଛୁ 21 ଦିନ ହେଲା। ଆମର ପେନସନ୍ ପାଇବା ପାଇଁ ଗୋଟେ ସର୍କୁଲାର ଅଛି 15/597ରେ ଗୋଟେ ସର୍କୁଲାର ସରକାର ଜାରି କରିଥିଲେ। ଯେଉଁମାନଙ୍କର 5 ବର୍ଷ ହେଇଗଲାଣି ୱାର୍କ ଚାର୍ଜରେ ସେମାନଙ୍କୁ ପେନସନ୍ ଦେବା ପାଇଁ, କିନ୍ତୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଆଜିକି ଆମ ପର୍ଯ୍ୟନ୍ତ ପେନସନ୍ ଦେଉନାହାନ୍ତି। କେଉଁ ସମୟ ରାସ୍ତାଘାଟ କାମ କରିଛୁ, ସବୁବେଳେ ରାସ୍ତା କାମ କରିଛୁ, ବିଲ୍ଡିଂ କାମ, ସରକାରଙ୍କର ଯେତେ କୋଠାବାଡ଼ି ଅଛି ତାକୁ କରିଛୁ, ସରକାରଙ୍କର କେନାଲ ଖୋଳିଛୁ, ସରକାରଙ୍କର ପାଇପ୍ ଜଳ ଯୋଗାଣ ପାଇପ୍ ଯୋଗେଇଛୁ, ଇଲେକ୍ଟ୍ରିକ୍ କାମ କରିଛୁ। ସବୁ କାମ ଆମେ ସବୁ ସରକାରଙ୍କର ସବୁ କାମ କରିକି ଖରାପ ସେଇଟା ହେଇଯାଏ। କ'ଣ କୌଣସି ଭୁଲ ବଶତଃ ରହିଯାଏ, ମେଣ୍ଟେନାନ୍ସର ତାର କିଛି ଅସୁବିଧା ରହିଥାଏ, ରାସ୍ତାର ସେଇଟା ଖରାପ ହେଇଯାଏ। ସେମିତି ଖରାପ ହୁଏ ନାହିଁ ପ୍ରାୟ। କୌଣସି କଥା ଯଦି ବର୍ଷା ହେଇଗଲା, ଗୋଟେ ରାସ୍ତା କାମ ଚାଲିଛି, ପିଚୁ କାମ ଚାଲିଛି, ବର୍ଷା ହେଇଗଲା, ସେଇ ଜାଗାରେ ଖରାପ ହେଇଯିବ। ନାଇଁ ମୁଁ କହୁଛି ସେଇ ବର୍ଷା ଦିନ କଥା କହୁଛି। ବର୍ଷା ଦିନରେ ଏମିତି ଅସୁବିଧା ହେଇଯାଏ। ନା କଣ୍ଟ୍ରାକ୍ଟର କେଉଁଠି ଭୁଲ କରିଦେଇପାରନ୍ତି। ସରକାର ତ କେଉଁଠି ଭୁଲ କରିବାକୁ କହିନାହାନ୍ତି, କିନ୍ତୁ କଣ୍ଟ୍ରାକ୍ଟର କେତେବେଳେ କେଉଁ ଜାଗାରେ ଭୁଲ ହେଇଯାଇଥାଇପାରେ। ସେଇଟା ଯେତେବେଳେ ଯେଉଁ ଟେକ୍ନିକାଲରେ କେଉଁଠି ଯଦି ଭୁଲ ହେଇଗଲା ତାହେଲେ ରାସ୍ତାଟା ଖରାପ ହେଇଯାଏ। ଦୁଇ ଜଣଙ୍କର ତା ଦେହରେ 2 ଜଣଙ୍କର ଦୋଷ ଥାଏ। ସରକାରଙ୍କର ଥାଏ ବି, ଇଞ୍ଜିନିୟରମାନଙ୍କର ଥାଏ, ଯେଉଁମାନେ ବି କଣ୍ଟ୍ରାକ୍ଟର କାମ କରୁଛନ୍ତି ସେମାନଙ୍କର ଥାଏ। ଆମର ଭୂମିକା ଥାଏ ସେଠି ଆମେ ସୁପରଭିଜନ କରିବା ସକାଶେ। ସେଠି ସୁପରଭିଜନ ଆମେ କରୁ। ଯଦି କହିଲି ଭାଇ ଏମିତି ଅକେଜନାଲି ଗୋଟେ ବର୍ଷା ଜାଗାରେ ଗୋଟେ କାମଟା ହେବା କଥା, ପିଚୁ କାମଟା ହେଇପାରିବ ନାହିଁ। ସେଇ ଜାଗାରେ ଯଦି କାମଟା ଆରମ୍ଭ ହେଇଛି ସେଇ ଜାଗାଟା ଖରାପ ହୁଏ।
नले खराब हुए ना कौटी असुविधा हुए टेक्निकाल प्रोब्लेम है खराब हुए आमर ओडिशा राज्य भितर जो रास्ता सब होती नेशनल हाईवे को छाड़ी आम नेशनल हाईवे आम करूँ नेशनल हाईवे कर जातीय राजपथ गुड़ाक सब करूँ इंटरनाल रोड फोड सब करूँ आम सब से कम सब करूँ।